ମୁଁ ଜାଣିଛି ଆପଣମାନେ ମୋତେ ଦୋଷୀ କରେଇବେ ଆଉ ମୋତେ ସମାଲୋଚନା କରିବେ ସେତେବେଳେ ଛାଡ଼ି ନଥିଲେ ବର୍ତ୍ତମାନ ଛାଡ଼ିବେ ଯେହେତୁ ଆଉ ଗୋଟେ କ୍ଷୟ ଆପଣମାନଙ୍କୁ ମିଳିଯାଇଛି ମୁଁ ଜାଣିଛି। ପ୍ରଥମ ହେଉଛି ବୋଉ ନାଟକ। ବୋଉ ନାଟକ ଏମିତି ଆମର ଭଲ ନାଟକଟେ ସାର୍ କଲେ ଯାହା ପାଇଁ ମୋ ପାଇଁ ଶତ୍ରୁ ଠିଆ କଲେ ନମିତା। ବିବାଦ 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 ଯାତ୍ରାରେ ଦେଖା ଦେଇଛି ପୁଣି ଥରେ ବିବାଦ। ହଁ ଆଜ୍ଞା, ପୂର୍ବ ବର୍ଷ ଯେଉଁଭଳି ଭାବରେ ବିବାଦ ଚାଲୁଥିଲା ସେ ବିବାଦ ଗୁଡ଼ିକ ମିଡ଼ିଆମାନଙ୍କୁ ଭଲ ଖୋରାକ ଯୋଗାଉଥିଲା, ତାଙ୍କ ପରିବାର ପୋଷଣ ହେଉଥିଲା। କିନ୍ତୁ ଏ ସିଜିନ୍ରେ ସେତେଟା ବିବାଦ ଉପୁଜୁ ନଥିଲା। କାହିଁକି? କାରଣ ଏଥର ମାଲିକ ସଂଘ ଷ୍ଟ୍ରଙ୍ଗ ଥିଲା ଆଉ ଉମା ମଧ୍ୟ ବି ଷ୍ଟ୍ରଙ୍ଗ ଭାବରେ କାର୍ଯ୍ୟ କରୁଛି, ଯେଉଁଥିପାଇଁ କଳାକାରଙ୍କର ଦମ ରହୁନାହିଁ ଯେ ମାଲିକମାନଙ୍କ ବିରୋଧରେ କିଛି କହିବା ବା ମାଷ୍ଟର ଆସୋସିଏସନଙ୍କ ବିରୋଧରେ କିଛି କହିବା ପାଇଁ। ତେବେ ବି ଏଇଟା ବୋଧେ ପ୍ରଥମ ବିବାଦ ଯେଉଁଥିରେ ସବୁ ମିଡ଼ିଆ ହାତ ଧୋଇକି ପୁଣି ଥରେ ଯାତ୍ରାକୁ ଏଣ୍ଟ୍ରି ମାରିଛନ୍ତି। ବୋଉ ନାଟକ ଏମିତି ଆମର ଭଲ ନାଟକଟେ ସାର୍ କଲେ ଯାହା ପାଇଁ ମୋ ପାଇଁ ଶତ୍ରୁ ଠିଆ କଲେ ନମିତାକୁ। ପ୍ରତ୍ୟେକ ମୁହୂର୍ତ୍ତରେ ସେ ମୋ ପାଇଁ ବିବାଦ ସୃଷ୍ଟି କଲା। ଦର୍ଶକମାନଙ୍କର ଭଲ ପାଇବା ତା ଆଖି ଆଗରେ ଗଲାନି, ଯେଉଁଥିପାଇଁ ମୁନା ନମିତା କ୍ରିଏଟ୍ କରି କଥାକୁ ଗୋଟେ ଗଣ୍ଡଗୋଳ ସୃଷ୍ଟି କରି ଏମିତିକି ଦୁଇ ଜଣଙ୍କ ମାଡ଼ ମାରି ବିଦା କଲେ, ଯାହାଫଳରେ ଆମେ ଓନରକୁ ବି ଜଣେଇଛୁ। ଓନର କୌଣସି ମୁହୂର୍ତ୍ତରେ ଆମ କଥା ଶୁଣିଲେନି, ଯେତେବେଳେ କିଛି ବୁଝିଲେନି, ଆମ ମାଲିକ ବୁଝିଲେନି, ତାପରେ ତାଙ୍କର ଈର୍ଷାଟା ବହୁତ ବଡ଼ ବଢ଼ିଲା। ଗୋଟେ ଗଣ୍ଡଗୋଳ ପରେ ଲୋକ ଥମିଯିବା କଥା, କିନ୍ତୁ ତାଙ୍କ ଦୁଇ ଜଣଙ୍କର ଆମେ ଥମିବା ଦେଖିଲୁନି। ମୋତେ ନିଜକୁ ଲାଗିଲା ଯେମିତି ମୋର କିଛି ନାହିଁ, ଗୋଟେ କର୍ମ। ଆମେ ମୁନା ନମିତା ଦୟାରେ ସେଠି ଚାକିରି କରିଛୁ। ପ୍ରତି ମୁହୂର୍ତ୍ତରେ ବି ନିର୍ଯାତନା, ପ୍ରାୟ ବି କମିଟି ଲୋକକୁ ଆମେ ପ୍ରାୟ ସମୟ ବି କହୁ। ବନ୍ଧୁ, ଯେଉଁ କଥାଟି ଆପଣମାନଙ୍କୁ କହୁଛି ଟିକେ ମାର୍କ କରିବେ, ଯାତ୍ରା ଇତିହାସରେ ପ୍ରଥମ ଥର ପାଇଁ ନାଟକ ନ କରିବାରୁ ବା ନାଟକରୁ ଅଫ୍ ଥିବାରୁ ବିବାଦ ଉପୁଜିଛି, ସେ ପୁଣି ଦୁଇଟି ଅନୁଷ୍ଠାନରେ, ଯାତ୍ରା ସ୍ୱପ୍ନମହଲ ଆଉ ଗୋଟେ କୋଣାର୍କ ଗଣନାଟ୍ୟ। ଆପଣ ମାନନ୍ତୁ ବା ନ ମାନନ୍ତୁ, କୋଣାର୍କରେ ବର୍ତ୍ତମାନ ଯେଉଁ ନାଟକଟି ଟ୍ରେଣ୍ଡରେ ଚାଲିଛି ତୁ ବୋଧେ ମୋ ଭାଗ୍ୟରେ ନାହୁଁ, ସେ ନାଟକରେ ଅଫ୍ରେ ଅଛନ୍ତି କିଏ? ରତି ଆଉ ମିଟୁନା ଅପା। ସେମାନେ ଯେହେତୁ ସେ ନାଟକରେ ଅଫ୍ ଅଛନ୍ତି ଆଉ ସେ ନାଟକଟି ବର୍ତ୍ତମାନ ହିଟ୍ରେ ଚାଲିଛି, ଭାଇରାଲରେ ଚାଲିଛି, ଲୋକ ହାଉସଫୁଲ୍ ହେଉଛନ୍ତି, ବାରମ୍ବାର ସେ ନାଟକ ହେଉଛି, ଯେଉଁଥିପାଇଁ ସେମାନଙ୍କ ମନରେ ଗୋଟେ ଅଫସୋସ ରହିଯାଉଛି। ଏତେ ବଡ଼ ହିଟ୍ ନାଟକ ଯେଉଁଥିରେ ସେମାନେ ରୋଲ୍ କରୁନାହାନ୍ତି। ସେଇଭଳି ଆଜ୍ଞା ଯାତ୍ରା ସ୍ୱପ୍ନମହଲରେ ନାଟକ ହେଇଛି ବୋଉ, ବହୁତ ସୁନ୍ଦର ନାଟକ। ଯିଏ ଦେଖିଛି ସିଏ କହୁଛି ଜବରଦସ୍ତ ନାଟକ ହେଇଛି। ବୋଧେ ଟିକିନା ଅପାର ସର୍ବଶ୍ରେଷ୍ଠ ନାଟକ ଏଇ ବୋଉ ନାଟକ। ହେଲେ ସେ ନାଟକରେ ନମିତା ଦିଦିଙ୍କର ଅଫ୍ ଥିବାରୁ ସିଏ ବି ସାୟଦ ଈର୍ଷା କରୁଛନ୍ତି ବା ଅସନ୍ତୋଷ ପ୍ରକାଶ କରୁଛନ୍ତି। ତେଣୁ ଦୁଇଟି ଯାତ୍ରା ଅନୁଷ୍ଠାନ ଦୁଇଟି ନାଟକରେ କଳାକାର ଅଫ୍ ଥିବାରୁ, କଳାକାରଙ୍କୁ କିଛି କଳାକାରଙ୍କୁ ବ୍ରେକ୍ ଦେଇଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ହଁ, ଯଦି ସେ ନାଟକ ସେତେ ଭଲ ହେଇନଥାନ୍ତା ବୋଧେ ଏମିତି ବିବାଦ ଉପୁଜି ନଥାନ୍ତା। ଯେଉଁଟା ଟିକିନା ଆପା ଭିଡ଼ିଓରେ କହୁଛନ୍ତି, ଆପଣମାନେ ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବେ। ସେ କ'ଣ କହୁଛନ୍ତି? ଯେଉଁ ଆଶୁତୋଷ ସାର୍ ଲେଖିଛନ୍ତି ବୋଉ, ସେ ବୋଉ ହିଁ ଟିକିନା ଅପାର ଶତ୍ରୁ ପାଲଟିଲା। ସେଇ ବୋଉ ନାଟକ ହିଟ୍ ହେବାରୁ ଯାହାକୁ ଈର୍ଷା କରି, ମାନେ ଟିକିନା ଅପାଙ୍କର କହିବା କଥା ମୁତାବକ ସେଇ ନାଟକକୁ ଈର୍ଷା କରି ନମିତା ଦିଦି ଭଳି ଜଣେ ତାଙ୍କର ପ୍ରତିବନ୍ଧକ ସାଜିଲା ବା ତାଙ୍କର ଜଣେ ଶତ୍ରୁ ଠିଆ ହେଲା କେବଳ ବୋଉ ନାଟକ ପାଇଁ। ଆଉ ଯଦି ବୋଉ ହିଟ୍ ନ ହୋଇ ଫ୍ଲପ୍ ହେଇଥାନ୍ତା ତ ମୋତେ ଲାଗୁଛି ବା ଆପଣମାନଙ୍କୁ ଲାଗୁଥିବ ଏଭଳି ବିବାଦ ଯାତ୍ରା ସ୍ୱପ୍ନମହଲରେ ଉପୁଜି ନଥାନ୍ତା। ଯଦି ପ୍ରକୃତରେ ତା ମାଆର ପୁଅ ହେଇଥିବ, ଯଦି ପ୍ରକୃତରେ ସେ ମାଆଠୁ ଜନ୍ମ ହେଇଥିବ, ସିଏ ଯଦି ବାଇକ୍ ଶୁଣିକି କହିବ ଯେ ପ୍ରକୃତରେ ତାକୁ କିଏ ପଠେଇଛି, ସେ କାହା ସାଙ୍ଗରେ ଯାତ୍ରାପାଟୁ ଆସିଛି। ଶୁଭେନ୍ଦୁ ଭାଇ ଟିକିନା ଅପାଙ୍କ ସ୍ୱାମୀ, ସେ କଥାରେ ଦେବ କଥା ଉଠାଇଦେଲେ। ଆଉ ଦେବ କଥା ଉଠାଇଲେ ମାନେ ମୁଁ ଜାଣିଛି ଆପଣମାନେ ମୋତେ ଦୋଷୀ କରେଇବେ ଆଉ ମୋତେ ସମାଲୋଚନା କରିବେ। ସେତେବେଳେ ଛାଡ଼ି ନଥିଲେ ବର୍ତ୍ତମାନ ଛାଡ଼ିବେ, ଯେହେତୁ ଆଉ ଗୋଟେ କ୍ଷୟ ଆପଣମାନଙ୍କୁ ମିଳିଯାଇଛି ମୁଁ ଜାଣିଛି ଆଜ୍ଞା। ସେତେବେଳେ ସାୟଦ ସେ ଭିଡ଼ିଓ ବନେଇବା ମୋର ଭୁଲ ଥିଲା କି ନାହିଁ ମୁଁ ତ ଜାଣି ନାହିଁ। ତେବେ ମୋର ସଫାଇରେ ମୁଁ କହି ରଖିଛି, ମୋର ମନ୍ତବ୍ୟ ମୁଁ ଦେଇସାରିଛି। ତେବେ ଆପଣଙ୍କ ମର୍ଜି, ଆପଣ ମୋତେ ଭୁଲ ବୁଝନ୍ତୁ ବା ଠିକ୍ ବୁଝନ୍ତୁ। ତେବେ ଶୁଭେନ୍ଦୁ ଭାଇ କହିଲେ ଦେବ ଯେଉଁ ବାହାରି ଯାଇଛି, କ'ଣ ପାଇଁ ବାହାରି ଯାଇଛି, କାହିଁକି ବାହାରି ଯାଇଛି, ସେଟା ଦେବ ହିଁ ଜାଣିଛି। ଥରେ ଦେବଙ୍କୁ ପଚାରନ୍ତୁ, ସେ ସତ କହୁ
कहीं से यात्रा स्वप्नमहल छाड़ा आउ गोटे कथा से टिकिना मैडम कहते मानुची मानुची देव तार ड्यूटी फेल करिछि ता माने नुहे जे अन्य कलाकार ड्यूटी फेल करि नाहंती देव ड्यूटी फेल करिछि ता सहित भी अन्य कलाकार ड्यूटी फेल करिछंती से इनडायरेक्टली एठी नमिता दीदी ऊपर आंगुठी उठाइछंती जदि देव ड्यूटी फेल कला ताकू कढ़ा गला सेमिति तमे माने तो ड्यूटी फेल करिछ तम ऊपर किए कोन करिछि तार उत्तर भी रखंतु देव ड्यूटी फेल कला ताकू तमे गाली देलो बा ताकू तो कमे काढी देलो तमे तो ड्यूटी फेल करूछ ना तमे ड्यूटी फेल कर सारा परे तुमको किए कौन कहूँ ना तुमको कहीं कहीपरेनि तमे मालिक यही कथा टिकिना मैडम आरोप लगाई नमिता दीदी उपर तेबे शुभेन्दु भाई कौन होता मैटर कहते संपूर्ण शुणु तापर कथा सी कौन कहला जे नमिता कौन कहला जे मो गोड़ धरी तू चाकरी कर ए वर्ष भी टिकिना को टिकिना से कथा पचार कौन गोड़ धरी चाकरी कर मत कह क्या गोड़ धर मु तो मालिक गोड़ धरी चाकरी करी तो गोड़ कौन धर हाँ एमती कर गोड़ जुक्ति तक भर बढ़ीगला आगे नमिता भूषण टिकिना बाड़ेला टिकिना ता चुटी धरी घोषा घोषी नहीं मुना तो बाहला टिकिना को बाड़े मुझे अटक मोदी तू जाना सी झील पिला भर से बुझा तू कहीं बाचु तू दुईरे गोटे परिचाल तू ताको समाधान करू ना तू गंडगोलटा करू मुझे अटकाऊँगी जे मुना तू जाना सी जहाँ भर झील पिला होती आम कहीं जा मुझे अटकाऊँ मुझे तो किसी कहली मुझे नमिता हाथ उठाऊनी जे सी टिकिना बाड़ूँ मुझे अटकाऊँगी मुना तू रही जा मुना मत दी तो धक्का मारा धक्का मारते बंधु एजाए जो आम भिडटी देखिले एथिरे गुटे कथा प्रश्न हो जाउछि हाँ ये गुटे पक्षर कथा द्वितीय पक्ष एजाए तांको कथा से मीडिया आगे रखी नांती सत कौन सी भी मीडिया आगे जणे नांती ये केवल टिकिना अपा और शुभेन्दु भाईंकर कथा माने गुटे पक्ष तांकर कथा रखिले द्वितीय पक्ष एजाए सोशल मीडिया को आसी नांती सेमाने सेमानक पक्ष रखी साइला परे आमे निर्धारित करवा किए दोषी और किए निर्दोष तेबे वर्तमान सुधा जहाँ जना पड़ुछि विवाद पलटि आज्ञा नाटक आ विवाद पलटि नाटक हिट हवा नाटकर लोकप्रियता ही यात्रा पार्टी पाई काल साजिछि तेणु नाटक देले मोलु नदेले मोलु भल नाटक पाइले से विवाद कले भल नाटक न होइथिले मध्य विवाद होता नहीं तेबे नाटक वर्तमान समय विवाद पलटि आपण को मतामत कौन निहाती जणाइबे कहार भूल ता भी निहाती जणाइबे जदि मते भी गाली देवार अच्छी गाली देबे टंकाटे भी मना नहीं रोचे आज्ञा धन्यवाद।